ସମସ୍ତଙ୍କୁ ପ୍ରେଜ୍ ଲର୍ଡ ମୋର ପ୍ରିୟ ଈଶ୍ୱରଙ୍କର ଲୋକମାନେ ମୁଁ ଆପଣମାନଙ୍କୁ ଏହି ସକାଳ ସମୟରେ ବାକ୍ୟ ଦ୍ୱାରା ଉତ୍ସାହିତ କରିବା ପାଇଁ ଚାହେଁ। ଆମମାନେ ଦେଖୁଅଛୁ କି ଆମମାନଙ୍କର ପରମେଶ୍ୱର ଆମମାନଙ୍କ ନିମନ୍ତେ ଯେତେବେଳେ ଏହି ଜଗତରେ ଥିଲେ ସେ ସମୟର କଥା ଆଉ ଯେତେ ଜଣ ତାଙ୍କୁ ବିଶ୍ୱାସ କରି ଗ୍ରହଣ କଲେ, ଯାହାକି ଜହନ 1:12 ଯାହା ଲେଖା ଅଛି। ଆଉ ସେଠାରେ ଲେଖା ଅଛି କି ଯେତେ ଜଣ ତାଙ୍କୁ ବିଶ୍ୱାସ କଲେ ଆଉ ଗ୍ରହଣ କଲେ ତାଙ୍କୁ ଈଶ୍ୱରଙ୍କର ସନ୍ତାନ ହେବା ନିମନ୍ତେ ଅଧିକାର, God given us the inheritance of the children of God. So my dear people of God, and ସେଠାରେ ଲେଖା ଅଛି ସେମାନେ ନା ରକ୍ତର ନା ଶରୀରର ନା ମନୁଷ୍ୟ ଇଚ୍ଛା ସେମାନେ ସେହିପରି ଜାତ ହେଉନାହାନ୍ତି, ବରଂ ଈଶ୍ୱରଙ୍କ ଠାରୁ ସେମାନେ ଜାତ ହେଉଛନ୍ତି। କେତେ ଆନନ୍ଦ ବିଷୟ ଅଟେ, ପ୍ରଭୁଙ୍କ ଠାରୁ ସେମାନେ ଜାତ ହେଉଛନ୍ତି। ତାମାନେ ଆମେମାନେ ପ୍ରଭୁଙ୍କର ସନ୍ତାନ, ଆଉ ଆମେମାନେ ପ୍ରଭୁଙ୍କ ପରି ଆଚରଣ କରିବା ଆବଶ୍ୟକ। ଆଉ ପ୍ରଭୁଙ୍କର ପରି ଆଚରଣ କରିବା ବାକ୍ୟରେ ମଧ୍ୟ ଅନେକ ଜାଗାରେ ଲେଖା ଅଛି କି ଆମେ ପବିତ୍ର ଆଉ ତୁମେମାନେ ମଧ୍ୟ ପବିତ୍ର ହୁଅ। ଯଦି ପବିତ୍ର ଲୋକ ଆମେମାନେ ଦେଖନ୍ତୁ, ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ କାହିଁକି ନା ଆମର ଦେଶରେ ଦୁନିଆରେ ପ୍ରତ୍ୟେକଟି ଜାଗାରେ ଆମେ ଦେଖୁଅଛୁ ବିବାଦ, ହିଂସା, ବହୁତ କ୍ରୋଧ, ହଣାକଟା, ରେପ୍, ମର୍ଡର, ବହୁତ କିଛି ଆମମାନେ ବାକ୍ୟ ଶିକ୍ଷା ଦିଏ। ବାକ୍ୟ ଏହା ଶିକ୍ଷା ଦିଏ ତୁମେ ଚୋରି କରିବ ନାହିଁ, ନରହତ୍ୟା କରିବ ନାହିଁ। ତ ମୋର ପ୍ରିୟ ଈଶ୍ୱରଙ୍କର ଲୋକମାନେ, ଆମମାନେ ସେହି ବାକ୍ୟ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ମିଛ କହିବ ନାହିଁ, ମିଥ୍ୟା କୁହ ନାହିଁ। ଆମମାନେ ମିଥ୍ୟା କହିବା ପାଇଁ ହେଲେ ବେଳେବେଳେ ଆମମାନଙ୍କର ଅନେକ ପରୀକ୍ଷା ଆସିଥାଏ, ଆମମାନେ ମିଥ୍ୟା କହିଥାଉ। କାହିଁକି ମୁଁ ସବୁବେଳେ ପ୍ରାର୍ଥନା କରେ, ପ୍ରଭୁ ଆଜି ମୁଁ ଏତିକି ମିଛ କହିଛି, ଆଉ ତାହାର ଦିନ ଆଉ କେମିତି କମ୍ କହିବି, କିଛି କହିବା ନାହିଁ, କିନ୍ତୁ ପରିସ୍ଥିତି ଅନୁସାରେ ଆମମାନେ ବେଳେବେଳେ କ'ଣ କହିଥାଉ। ତେଣୁ ମୋର ପ୍ରିୟ ଈଶ୍ୱରଙ୍କର ଲୋକମାନେ, ଆମେ ଯେତେବେଳେ ସବୁ କ୍ଷେତ୍ରରେ ଜିରୋ ହେବା, ମାନେ କ'ଣ, ଆମେ ମିଥ୍ୟା କହିବାରେ ଜିରୋ ହେଇଯିବା, ଆଚରଣ କରିବାରେ ଆମମାନଙ୍କର ଜିରୋ ହେବା, ଆମେ ପବିତ୍ର ଭାବରେ ଆଚରଣ କରିବା। ତେଣୁକରି ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଏଇସବୁ ବିଷୟ ଆମମାନଙ୍କ ପାଖରେ ଯଦି ଥାଏ, ପ୍ରଭୁଙ୍କର ଭୟ ଥାଏ, ତେବେ ଆମମାନେ ନିହାତି ତାହା ଆଚରଣ କରିବା। ତେଣୁ ମୋର ପ୍ରିୟ ଈଶ୍ୱରଙ୍କର ଲୋକମାନେ, ମୁଁ ଆପଣମାନଙ୍କୁ ଉତ୍ସାହିତ କରିବା ପାଇଁ ଚାହେଁ ଏହି ସକାଳ ସମୟରେ। ଆଉ ଲୋକମାନେ ବୁଝନ୍ତି ନାହିଁ, ଲୋକମାନେ ପ୍ରତ୍ୟେକଟି ଦିନ କ'ଣ, ଲୋକଙ୍କର ହିଂସା, ଲୋକଙ୍କର କପଟ, ଲୋକଙ୍କର କ'ଣ ଝିଅକୁ ଲୋଭ, ଆଉ ଅନେକ ଲୋକଙ୍କ ସ୍ତ୍ରୀକୁ ଲୋଭ, এই ବିଷୟରେ ସେମାନେ ଛକି ବସିଥାନ୍ତି। এই ବିଷୟରେ ସେମାନେ ଭାବୁଥାନ୍ତି, ରାତ୍ରି ସାରା ଭାବି ସେମାନେ ସେଇ କାର୍ଯ୍ୟ କରିବା ପାଇଁ ସେମାନେ ପ୍ରସ୍ତୁତ କରୁଥାନ୍ତି। କିନ୍ତୁ ପ୍ରିୟ ଈଶ୍ୱରଙ୍କର ଲୋକମାନେ, ପ୍ରଭୁ ଆମମାନଙ୍କୁ ସେମିତି ଶିକ୍ଷା ଦେଉନାହାନ୍ତି। ପ୍ରଭୁ ଏମିତି ଶିକ୍ଷା ଦେଉଛନ୍ତି, ତୁମେ ଏଇ ରଙ୍ଗର ସମତତାରୁ ତୁମେ ଦୂର ହୋ, କାହିଁକିନା ସେମାନେ ଏହା ଗୁଡ଼ାକ ଅନ୍ଧକାର ଅଟେ। ଆଉ ପ୍ରଭୁ ହେଉଛନ୍ତି ହି ଇଜ୍ ଦ ଲାଇଟ୍ ଅଫ୍ ଦ ୱାର୍ଲଡ, ସେ ହେଉଛନ୍ତି ଜଗତର ଜ୍ୟୋତି। ଆଉ ସେ ମଧ୍ୟ ଆମମାନଙ୍କୁ କହିଛନ୍ତି ୟୁ ଆର୍ ଦ ଲାଇଟ୍ ଅଫ୍ ଦ ୱାର୍ଲଡ। ସୋ ଯଦି ଆମମାନେ ଯଦି ଜ୍ୟୋତି, ବା ଆମମାନେ କ'ଣ, ଆମମାନେ ଯଦି ଜ୍ୟୋତି, ତେବେ ଆମମାନେ ଜାଣିବା ଦରକାର, ଆମମାନେ ବୁଝିବା ଦରକାର, ଆମେ ଲୋକମାନଙ୍କ ନିମନ୍ତେ ଆଲୋକିତ ହେବା ଦରକାର। ଆମେ ଯଦି ଅନ୍ଧକାରରେ ବାସ କରୁଛୁ, ଆମେ ଯଦି ଅନ୍ଧାରରେ ବାସ କରୁଛୁ, ଆମମାନେ ଯଦି ଅନ୍ଧକାରରେ ବାସ କରୁଅଛୁ, ତେବେ ପ୍ରଭୁ ଆମମାନଙ୍କର ସାଙ୍ଗରେ ଅଛି, ଏହା ମିଛ କଥା ଅଟେ। ତେଣୁ ମୋର ପ୍ରିୟ ଈଶ୍ୱରଙ୍କର ଲୋକମାନେ, ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଏହି ବର୍ଷ ଯେଉଁ ନୂତନ ବର୍ଷ ଆଜିଠାରୁ, ବିଶେଷ କରି ଆଜିଠାରୁ ଆପଣ ଡିସାଇଡ୍ ନିଅନ୍ତୁ, ବାସ୍ତବିକ ସତ କଥା, ଆଉ ଆଜି ମୋର ମନକୁ ମୁଁ ପରିବର୍ତ୍ତନ କରିବି, ଆଜି ମୋ ମନକୁ, ମୋ ହୃଦୟକୁ ମୁଁ ପରିବର୍ତ୍ତନ କରିବି, ଆଜିଠାରୁ ମୁଁ ଭଲ କାର୍ଯ୍ୟ କରିବି। ଯାହା ବି ମୁଁ ମନ୍ଦ କରୁଥିଲି, ଯାହା ବି ଲୋକର ଘୃଣା ବିଷୟ କରୁଥିଲି, ଯାହା ଲୋକଙ୍କର କ୍ଷତି କରୁଥିଲି, ଯାହା ଲୋକଙ୍କ ନିମନ୍ତେ ମୁଁ କଣ୍ଟା ସାଜୁଥିଲି, ଆଜିଠାରୁ ମୁଁ
ତାହା ସାଜିବି ନାହିଁ। ଆଜି ହିଁ ଅନୁତାପ କରନ୍ତୁ, ଆଜିଠାରୁ ଆପଣମାନେ ପରିବର୍ତ୍ତନ ହୁଅନ୍ତୁ। ଆଉ ଯଦି ଆପଣ ପରିବର୍ତ୍ତନ ହେବେ, ଆପଣ ପରିବାର, ଆପଣ ଦେଶ, ଆପଣ ପଞ୍ଚାୟତ, ଆପଣ ଗାଁ ସବୁ କିଛି ପରିବର୍ତ୍ତନ ହେବ। ଆଉ ପ୍ରଭୁ ଆପଣ ବିଶେଷ କରି ସେଇ ପ୍ରଭୁଙ୍କ ସାଙ୍ଗରେ ରହିପାରିବେ। ତେଣୁ ମୋର ପ୍ରିୟ ଈଶ୍ୱରଙ୍କର ଲୋକମାନେ, ଆଉ ଯେଉଁମାନେ ମନ୍ଦ ବିଷୟରେ ଲିପ୍ତ ଅଛନ୍ତି, ଯେଉଁମାନେ ଅନେକ ବିଷୟରେ ଯାହାକି ପ୍ରଭୁ ଘୃଣା କରୁଥିବା ବିଷୟରେ ଲିପ୍ତ ଅଛନ୍ତି, ସେମାନଙ୍କୁ ମୁଁ ଅନୁରୋଧ କରେ ଆଜିଠାରୁ ଆପଣମାନେ ପରିବର୍ତ୍ତନ ହୁଅନ୍ତୁ। ପ୍ରଭୁ ଏହି ବାକ୍ୟରେ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ମେ ଗଡ୍ ବ୍ଲେସ୍ ୟୁ। ଆମେନ୍।